ଭଲ ଅଛି। ଆଉ ଛୁଆ ଦେଖିଲ ଖୁସି ଲାଗିଲା। ଆଉ ଭାବିକି ଆସିଥିଲେ ଛୁଆ ନେବେ ବୋଲି, ଭାବିକି ଆସିଥିଲେ ନେବେ ବୋଲି ପଳଉଛି। ମାଉସୀ କହି କହି କାନ୍ଦି ପକଉଛନ୍ତି ସିଆଡେ। ଭଲ ଲାଗିଲେ କଣ୍ଟାକ୍ଟ କରନ୍ତୁ। ଭଲ ଛୁଆ ସବୁ ରଖୁଛନ୍ତି, ଆସିକି ନିଅନ୍ତୁ ଆଉ। ଭାଇ ପୁଣି ମୋ ପାଇଁ ମିଠା ନେଇକି ଆଇଛନ୍ତି ସାଙ୍ଗମାନେ, ଆଉ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। କଣ ଖାଇବ ତମେ? ଚାଲୁନ କଣ ଖାଇକି ଯିବ? ଆଉ ଖାଇକି ନେଇକି ତ ଆଇଛ ମୋ ପାଇଁ, ଖାଇକି ତ ଯାହାହେଲେ ବି ଯିବ। ଆପଣ ମାନେ ନୟାଗଡ଼ରୁ ବହୁତ ଭାଇ ମାନେ ଦେଖୁଛନ୍ତି, ତାଙ୍କୁ କଣ କହିବାକୁ ଚାହୁଁଛନ୍ତି? ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଭାଇଙ୍କ ଆଗ ଲାଇକ୍ ସବସ୍କ୍ରାଇବ କରନ୍ତୁ, ଆଉ ଆସନ୍ତୁ ଏଠିକି ଆସିକି ନିଜେ ଚଏସରେ ଦେଖନ୍ତୁ କିମ୍ବା ଆଗୁଆ ବୁକିଂ କରନ୍ତୁ, ନେଇକି ଯାଆନ୍ତୁ। ବହୁତ ବଢିଆ ଅଛି। ବୁକିଂ ବି ଭାଇ କରିକି ଆସିନଥିଲେ? ନା ବୁକିଂ ବି କରିନି, କାହିଁକି ଜଣଙ୍କ ପାଇଁ ଆଇଥିଲା, ଆଉ ଜଣେ ନେଲେ। ଗୋଟେ କଲ୍ କଲି, କଲ୍ ଅନୁସାରେ ଖାଲି ଆସିଥିଲି। ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ। ଚିକୁପେଟ ବ୍ଲଗ୍ସ କୁ ଆପଣ ମାନଙ୍କୁ ସ୍ୱାଗତ କରୁଛି ସାଙ୍ଗମାନେ। ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଥିବେ। ମୁଁ ଆଜି ଯାଉଛି ଲାବ୍ରାଡୋର ସିଙ୍ଗଲ ବୋଣ୍ଡର, ତ ଆପଣ ମାନେ କୁକୁର ଦେଖିଥିଲେ ତା ଭିଡିଓଟା ପଡିନଥିଲା। ମୁଁ ଯାଉଛି ଆଜି କୁକୁର ଆଣିବାକୁ, ସିଙ୍ଗଲ ବୋଣ୍ଡ ଆଉ ଡବଲ ବୋଣ୍ଡ। ଡବଲ ବୋଣ୍ଡ ତ ଆପଣ ମାନେ ସରି ଦେଖିଥିଲେ, ସିଙ୍ଗଲ ବୋଣ୍ଡ କୁକୁର ଛୁଆ ଆଣିବାକୁ ମୁଁ ଯାଉଛି ଆଣିବାକୁ। ମାନେ ନଖରା ଯିବି, ସରି ନଖରା ନୁହଁ, ମୁଁ ଯିବି ନଖରା କହୁଥିଲି କିନ୍ତୁ ହଂସପାଳ ଯିବି ଆଣିବାକୁ। ହଂସପାଳ ଯିବି ସେଠୁ ଆଣିବାକୁ, ଦିଟା ଛୁଆ ଆଣିବି। ଗୋଟେ ଛୁଆ ଆଣିଥିଲି, ପୁଣି ଦିଟା ଛୁଆ ଆଣିବି। ଆଉ ଆପଣ ମାନେ ଦେଖିବେ ଛୁଆ ଆଉଛନ୍ତି ଘରକୁ, ଆଉ କିଏ ନବାକୁ ଚାହୁଁଛନ୍ତି ବି। ମେଲ ପପି ଗୋଟାଏ ଥିଲା କିନ୍ତୁ ବୁକିଂ ହେଇଯାଇଛି। ଫିମେଲ ପପି ଯଦି ଯୋଉ ଭାଇ ମାନେ ଖୋଜୁଛନ୍ତି, ସେଇ ପପିର ଫିମେଲ ପପି ଅଛି। ଫିମେଲ ପପି ଆପଣ ମାନେ ନେଇପାରିବେ। ପ୍ରାଇସ୍ ତ ମୁଁ ଆପଣ ମାନଙ୍କୁ ଖୋଲମ ଖୋଲା କହିଦେଇଛି ଗୋଟେ ଭିଡିଓରେ। ଆପଣ ମାନେ ଯଦି ନବାକୁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ, ମତେ ଯୋଗାଯୋଗ କରନ୍ତୁ, ଭଲ ପ୍ରାଇସ ରେ ସେ ବ୍ରିଡ୍ ପାଇବେ। ଆଉ ଯଦି ଯୋଉ ଭାଇ ମାନଙ୍କୁ ଭଲ ବ୍ରିଡ୍ ଦରକାର, ଚାର୍ଲି ଛୁଆ ଅଛି, ସୋ କ୍ୱାଲିଟି ଛୁଆ ଅଛି, ଆପଣ ମାନେ ନେଇପାରିବେ। ମାନେ ବକ୍ସ ହେଡ୍ ପୁରା ଏଠୁ ଆସିବ, ହେଡ୍ କଟିଂ ରହିବ, ଏମିତି ଆସିବ, ଏଣ୍ଡ କଟିଂ ରହିବ। ଆଉ ସେ ଯୋଉ ସିଙ୍ଗଲ ବୋନର ତାର ମୁହଁଟା ଏମିତି ଆସିବ, ପୁରା ଲମ୍ବାଳିଆ ରହିବ, ଲମ୍ବାଳିଆ ରହିବ, ଲାଙ୍ଗୁଡ ଲମ୍ବାଳିଆ ରହିବ। ଆଉ ଯଦି ଯୋଉ ଭାଇ ମାନେ ନବାକୁ ଚାହୁଁଛନ୍ତି ମତେ କଣ୍ଟାକ୍ଟ କରନ୍ତୁ, ଆପଣ ମାନେ ପାଇବେ। ଆଉ ଭିଡିଓକୁ ଯୋଉ ମାନେ ଆଇଛନ୍ତି, ନୂଆ ଆଇଛନ୍ତି, ଚ୍ୟାନେଲକୁ ନୂଆ ଆଇଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଆଉ ଭିଡିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ ସାଙ୍ଗମାନେ। ସାଙ୍ଗମାନେ ଟାଇଗର କେମିତି ଠିଆ ହେଇଛି ଦେଖିଲ, ତା ପୋଜିସନ ଟା ଦେଖିଲ, ୱାଓ ଖତରନାକ ଦେଖ। ଟାଇଗର ଏଇକା ମାନେ ମନକୁ ମିଟିଂ କରିଥିଲା ଲକି ଯାଏଁ, ତ ଲକି କରିସାରିଲା ପରେ ମିଟିଂ କରିସାରିଲା ପରେ ଟାଇଗର ର ଚେହେରା ଫିଟି ଯାଇଛି ସାଙ୍ଗମାନେ। ଦେଖ ପୁରା ଚେହେରା ହେଇନି। କିଏ କି ଲକି ସେଠି ଶୋଇଛି, ଲକି ଲକି। ଆଉ ଗୋଟେ ଦେଖିବ, ଆଉ ଗୋଟେ କୁଆଡେ ଗଲା କି? ଆଇଲୋ ଇଏ ଏପଟେ ବାହାରିଲାଣି। ଇଏ ତା ଛୁଆ ପାଖରେ ଆଉ ରହୁନି, ଛୁଆ ତାକୁ କାମୁଡି ଦଉଛି, ଆଉ ତା ଛୁଆ ପାଖରେ ରହୁନି। କାହିଁ ରହୁନୁ? ମାଡ ଖାଇବୁ। ସେ କ୍ଷୀର ପିଇବ କିଏ? କ୍ଷୀର କାହାକୁ ଦବୁ ତୁ? କାହାକୁ ଦବୁ? ଛୁଆଙ୍କୁ ଦବୁନୁ, କାହାକୁ ଦବୁ? କାହାକୁ ଦବୁ? ଦବୁନି, କାହାକୁ ଦବୁ ତାହେଲେ? ଖତକ କାହାକୁ ଦବୁ? ଟୁଙ୍ଗୁରୁଟା ଆମର ଟୁଙ୍ଗୁରୁଟା। ଟୁଙ୍ଗୁରି 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 ଟୁଙ୍ଗୁରି। ଭୋକ ହେଲାଣି? ହଁ ଖାଇବା ଭୋକ ହେଲାଣି ମୋ ବାପାକୁ। 12ଟା ବାଜିଛି, ଭୋକ ହଉଛି। 12ଟା ବାଜିଛି କିନ୍ତୁ ପାଗ ଦେଖ କେମିତି ଦେଇଛି ବାପାରେ। ଟୁଙ୍ଗୁରି ମୋର ଟୁଙ୍ଗୁରି ନାନୀ, ଆଖିଟା ତାର ଦେଖ ରେ ଟୁଙ୍ଗୁରି ନାନୀ ର, ଟୁଙ୍ଗୁରି ଟୁଙ୍ଗୁରି ନାନୀ ର। ଚାଲ ଚାଲ ଚାଲ। ଟାଇଗର ସେଠି କାହିଁ ଯାଉଛି ନା, ଆମ ଚୁଇଁର ହିଟଟା ହେଇଛି ହେଲା। ଚୁଇଁ ସେଠି ଶୋଇଛି, ଚୁଇଁର ହିଟଟା ହେଇଛି। ହେରେ ତୁ ତ ଜର୍ମାନ ସେପଟ, ସିଏ ଜର୍ମାନ ସ୍ପିଚ ତ ଆଣ୍ଠୁ ଯାଇ ହବ। ତୁ ତାକୁ ତା ସାଙ୍ଗେ ମିଟିଂ କରିବୁ? ଏରେ ହେରେ ଦୁଷ୍ଟ ଦୁଷ୍ଟ ବାଳକ। ଟୁଙ୍ଗୁରୁ ଟୁଙ୍ଗୁରୁ। ଓ ଖତରନାକ ଲୋକ ଦେଖ ଟାଇଗର। ଦେଖ ଦେଖାଉଛି ମାନେ କଣ ଦେଖାଉଛି, ଅଲଗା ପ୍ରକାର ଦେଖାଉଛି। ଟାଇଗର କୋଉ ଭାଇ ମାନଙ୍କୁ ପସନ୍ଦ? ମତେ ତ ଟାଇଗର ବହୁତ ପସନ୍ଦ, କାରଣ ମୋ କୋକ ଆଗ, ତାପରେ ଆଉ ଯିଏ ନା କୋକ। ମୋ କୋକଟା କେତେ କ୍ୟୁଟଟା ତମ ଜୀବନ। ହଁ ହଁ ହଁ। ଆରେ ବା କି ଭିଡି ହଉଛି। ଏରେ ଚୁଚୁନ୍ଦରା ନଣ୍ଡି, ତୁ ସେମିତି କାଇଁ ହଉଛୁ? ତୁ ସେମିତି କାଇଁ ହଉଛୁ? ବାବା କାମୁଡି ଦଉଛୁ କଣ? ଏଇ କାମୁଡି ଦଉଛି ରେ ବାଳ, ହାଣିଦେବି ତତେ। ଚୁପଚାପ ରହ ସେଠି। ଦାନ୍ତ ଲଗେଇ ଦଉଛି ରେ, ହାଣି ଡେଙ୍ଗାରେ ତେରେ କହ। ଚାଲ ସାଡୁ ଚାଲ। ବାହାରିଗଲା ପୁଣି ଏଇକା ଚାଲିଲି। ଏବେ ସନ୍ଧ୍ୟା ହେଇଗଲାଣି, ସାଙ୍ଗମାନେ। ମୁଁ ଏଇକା ପୁଣି ଚାଲିଲି କୁକୁର ଛୁଆ ପାଇଁ, ମାନେ ଯୋଉ ଲାବ୍ରାଡୋର ଛୁଆ ପାଇଁ ପକେଇଥିଲି, ଯୋଉଟା ଶସ୍ତାରେ ଯୋଉ ଲାବ୍ରାଡୋର ଛୁଆ ପକେଇଥିଲି, ସେଇ ଛୁଆ ପାଇଁ ଯାଉଛି।
ଆଉ ବହୁତ ଶସ୍ତା ଶସ୍ତା ବୋଲି ମୁଁ ଆଣିକି ଆପଣମାନଙ୍କୁ ଦେଖେଇବି। ସେଇଠି 2 ଜଣ ନେଇଯିବାର ଅଛନ୍ତି, ମାନେ ଭୁବନେଶ୍ୱରରୁ ନେଇଯିବେ। ମୁଁ ଭୁବନେଶ୍ୱର ଏଇକା ଯାଉଛି, ଆଉ ହଂସପାଳଠୁ ଛୁଆ ନେଇଯିବି। ମୁଁ ତ ଲୋକେସନ ହଂସପାଳ ନହେଲେ ନଖରା, ତାରି ଭିତରେ ମୁଁ ଡେଲିଭରି କରିଦେବି। ଆପଣମାନେ ସେଇଠୁ ଆସି ନେଇଯିବେ, କାରଣ ଭୁବନେଶ୍ୱରରୁ ଛୁଆ ହେଉଛି। ଛୁଆ 2ଟା ବହୁତ ଶସ୍ତାରେ ଅଛନ୍ତି, ମେଲ୍ ଗୋଟେ ଫିମେଲ୍ ଗୋଟେ। ମୁଁ ମେଲ୍ଟା ଆଣିବି, ଫିମେଲ୍ଟା କିନ୍ତୁ ଅର୍ଡର ହେଇଯାଇଛି, ବୁକିଂ ହେଇଯାଇଛି। ଆଉ ଗୋଟେ ମେଲ୍ଟା ପାଇଁ ବୁକିଂ ହେଇନି, ସେ ହଁ ହାଁରେ ଅଛନ୍ତି, କିନ୍ତୁ ମୁଁ ଛୁଆଟା ନେଇଯିବି। ଆଉ ଯାଉଛି 10 ତାରିଖ ଦୌଡ଼ିକି ଯିବ। ସେ ଜଣେ ସେଠି ନେଇଯିବାର ଅଛନ୍ତି, ଯଦି ନ ନେଲେ ଆଉ ତାକୁ ଘରକୁ ନେଇଯିବି, ଜଣେ କିଏ ନେଇଯିବ। କାହିଁକି ନା ଅଛନ୍ତି ବି ନେବେ ବୋଲି କାକଟପୁର ଯିବାର ଅଛି। ଯଦି ସେ ସେଠି ଗଲାନି, ଭୁବନେଶ୍ୱର ଗଲାନି, ତାହେଲେ ଏଠି କାକଟପୁର ପଳେଇବ। ଆଉ ଯୋଉ ଭାଇମାନଙ୍କ ଦରକାର ଶସ୍ତାରେ ନେଇଯାଆନ୍ତୁ, କାରଣ ଶସ୍ତା ହିଁ ମିଳିବ ମୋରି ପାଖରେ। ଆଉ ବେଶୀ କିଛି କହିବାନି, ଡେରି ହେଇଯିବ, ଆଗକୁ ଯାଉଛି। ଆପଣମାନଙ୍କୁ ସେଠି ପହଞ୍ଚିକି ଆପଣମାନଙ୍କୁ ସବୁ ଦେଖେଇବି। ଆଉ ଭିଡ଼ିଓ ଯଦି ଭଲ ଲାଗିବ ଲାଇକ୍ ସେୟାର କମେଣ୍ଟ କରିବେ। ଚ୍ୟାନେଲକୁ ଯିଏ ଆସିବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏତେ ସାରା ଭଲ ପାଇବା ଦଉଛନ୍ତି ମୋତେ, ବହୁତ ଭଲ ଲାଗୁଛି। ଧନ୍ୟବାଦ ସାଙ୍ଗମାନେ। ତ ଭାଇ ଆସିଥିଲେ, ନୟାଗଡ଼ରୁ ଭାଇ ଆସିଥିଲେ, ଆଉ ତାଙ୍କର କୁନି କୁନି ଛୁଆ ସବୁ ଆଇଛନ୍ତି। ହାଇ କରିଦିଅ, ତମେ ହାଇ କରିଦିଅ। କାନ୍ଦିକି ଆଇଛ, ଇଏ କାନ୍ଦିଛନ୍ତି ବୋଧେ। ହାଇ କରିଦିଅ। ଆଉ ତମ ନାଁ କଣ ଝିଅ? ବର୍ଷା ପ୍ରିୟଦର୍ଶିନୀ। ଆପଣଙ୍କ ନାଁ? ସେ ଡରିଗଲାଣି ପୁରା। ଆୟୁଷ୍ମାନ ଦାସ। ଆଉ ଭାଇ ଆସିଥିଲେ। ଭାଇ ଆପଣଙ୍କ ନାଁଟା କଣ? ମୋ ନାଁ ପିଙ୍କୁ। ପିଙ୍କୁ ଭାଇ ଆସିଥିଲେ। ଭାଇ ଜୟ ଜଗନ୍ନାଥ। ପ୍ରଥମ ତ ଆପଣଙ୍କୁ ମେନ୍ କଥା, କୁକୁର ଛୁଆ ନଉଛନ୍ତି, କୁକୁର ଛୁଆ ଆପଣଙ୍କୁ ଭଲ ଲାଗୁଛି, ପସନ୍ଦ ହଉଛି? ବହୁତ ଭଲ ଅଛି। ବହୁତ ଭଲ ଅଛି। ମାନେ ଆପଣ ମାର୍କେଟରେ ବୁଲିଛନ୍ତି ନା ବୁଲିଛନ୍ତି ନା ବୁଲିନାହାନ୍ତି? ମାର୍କେଟ ବୁଲିକି ବି ଦେଖିଛି। କେତେ ରେଟ୍ କହିଛନ୍ତି? ସବୁ 8,000 14,000 ଏମିତି ସବୁ ରେଟ୍ ନା? ହଁ, ତାପରକୁ ଛୁଆ ପସନ୍ଦ ହେଇଛି ଆପଣଙ୍କୁ? ପୁରା ବଢିଆ ଲାଗୁଛି। ଛୁଆ ଯେମିତି ମୁଁ କହିଛି, ଯୋଉ ଫଟୋ ଭିଡିଓ ଆପଣଙ୍କୁ ଦେଖେଇଛି ମେଡିସିନର, ସେ ମେଡିସିନ ଦେଇଦବ, କୁକୁର ଛୁଆ ବହୁତ ଗ୍ରୋଥ ହେବେ। ଆଉ କଣ କହୁଛ ପୁଅ? ହାଇ କରିଦିଅ। ହାଇ କରିନ, ହାଇ କରିଦିଅ। ରେଡି। ଆଉ ଦେହ ଭଲ ନାହିଁ ନା କଣ ପୁଅ? ଆସିଲା ବେଳକୁ ଗାଡିରେ ଟିକେ ବାନ୍ତି କରିଦେଲା। ସେଇଥିପାଇଁ ଟିକେ ଦୁର୍ବଳ ହେଇଯାଇଛି। ବାନ୍ତି କରିଦେଇଛ? ତମେ ବାନ୍ତି କରୁଛ, ଏଡେ ବଡ ହିରୋ ଟୋକାଟେ ହେଇଛି କି? ଆଉ ବାନ୍ତି କରିବା ବୟସ ଅଛି କହିଲ? ବାନ୍ତି କରିବା ବୟସ ଅଛି? ଆମର ଟୁଙ୍ଗୁରୁ ସେଠି ଏଣ୍ଟ୍ରାଳ ପକଉଛି। ଆଉ ଭାଇ ବି ଆସିଲେ, ମାଉସୀ ବି ଆସିଲେ। ମାଉସୀ, ଛୁଆ ପସନ୍ଦ ହଉଛି ଆପଣଙ୍କୁ? ପସନ୍ଦ ହଉଛି, ଭଲ ଲାଗୁଛି ଛୁଆ? ଆଉ କେତେ ବାଟରୁ ଆଇଛନ୍ତି ଆପଣ? ନୟାଗଡ଼ ମାନେ କୋଉ ଜାଗାରୁ ଆପଣଙ୍କର? ଗଣିଆ ଯାଇକି। ନୟାଗଡ଼ର ଗଣିଆ, ମାନେ ନୟାଗଡ଼ରୁ ଗଣିଆ କେତେ କିଲୋମିଟର ହବ? ତଥାପି ଏଠି କେତେ କିଲୋମିଟର ହେଇଗଲା ଆପଣଙ୍କର? ଟୋଟାଲି 150 କିଲୋମିଟର। 150 କିଲୋମିଟର। ବାକି ଛୁଆଟାକୁ ଧରିଦିଅ, ଚଢିଯିବେ ଯଦି ଗଲା। ନେଇ ଆସ, ସେ ଖାଲି ଖେଳିବ ବୋଲି ହଉଛି ବା। ମାନେ 150 କିଲୋମିଟର ହେଇଗଲା। 150 କିଲୋମିଟର, 150 କିଲୋମିଟର। ବେରାକୁ କଣ କହୁଛ? ଛୁଆ ବଢିଆ ନାହିଁ? ସଲିଟ ଅଛି। ବେରାଙ୍କୁ ତ ନିଶଟା ପଳେଇଛି, ନହେଲେ ଆହୁରି ଭଲ ଲାଗିଥାନ୍ତା। ନିଶକୁ ଦାଢି ଖଣ୍ଡି ଆଉ ଦେଖିଛ ଭିଡିଓରେ ନା? ଦେଖିଛ ନା ଦେଖିନ? ଫୁଲ ଦାଢି ଥିଲା। ଆଉ ଭାଇ ଆସିଛନ୍ତି, ଏତେ ବାଟରୁ ଟ୍ରଷ୍ଟ କରିକି ଆଇଛନ୍ତି। ଆଉ ଏଠି ଜଣେ ନେଇଥାନ୍ତେ ବି କାକଟପୁରରେ, କିନ୍ତୁ ମୁଁ କହିଛି ଯଦି ଯୋଉ ଭାଇମାନେ ଆଉଛନ୍ତି ଆଡଭାନ୍ସ କରିକି ଆସନ୍ତି। ଆଡଭାନ୍ସ କରିକି ଆଇଲେ କଣ ନା, ଆଉ ଯୋଉ ଭାଇମାନେ ଆଉଛନ୍ତି ତାଙ୍କୁ ମୁଁ ମନା କରିଦେବି। ନହେଲେ ସିଏ ବି ଆସିବେ, ଆପଣ ଆସିବେ, ଫେରିକି ଜଣେ ଯାଉଛି। ମୁଁ କଣ କରିପାରିବି? ସିଏ ଆସୁଛନ୍ତି, ସିଏ କହୁଛନ୍ତି ଆମ ପୁଅ କାନ୍ଦୁଛନ୍ତି, କିନ୍ତୁ କଣ କରିବି? କହୁଛନ୍ତି ଆଙ୍କୁ ଫେରେଇ ଦିଅ। ସେମିତି ହବନି, କାରଣ ମୁଁ ଯଦି ପଇସା ପାଇଁ ଆଣିଥାନ୍ତି ତାଙ୍କୁ ଫେରେଇ ଦେଇଥାନ୍ତି, ସେଥିରେ କିଛି ନାହିଁ। ମେନ୍ କଥା, ସିଏ ଆଉଛନ୍ତି କୁକୁର ଛୁଆ ନେବାକୁ। ଭାଇ ଭିଡିଓ କୋଉଥିରେ ଦେଖ? ଭିଡିଓ ଆପଣଙ୍କର ୟୁଟ୍ୟୁବରୁ ଦେଖୁଛନ୍ତି। ମାନେ ମୋ ୟୁଟ୍ୟୁବ ଫ୍ୟାମିଲି ଜଣେ ଆଇଛନ୍ତି, ଭାଇ ଜଣେ ଆଇଛନ୍ତି। ଆଉ ସେଥିପାଇଁ ତାଙ୍କୁ ଫେରେଇ ହବନି। ସେ ଭାଇ କି କୁହାଯାଇଛି ଅଲଗା ଛୁଆ ଦିଆହବ, ଅଲଗା ଛୁଆ ଆଇକା ମେଲ୍ ବି ନାହାନ୍ତି। ଦେଖିବା ଯଦି ଶସ୍ତାରେ ମିଳିଲେ ତାଙ୍କୁ ଦିଆହବ। ଆଉ ଭାଇ ତାଙ୍କର ଛୁଆଟା ମୋ ସାଙ୍ଗରେ ମିଶୁନଥିଲା, ଭାଇଙ୍କ ସାଙ୍ଗେ ମିଶିଗଲା। ଆଉ ଛୁଆ ନେଇକି ଗଲେ। ଛୁଆ ବି ଆଇଛନ୍ତି। ଭାଇ ତାଙ୍କର କାରରେ ଆଇଛନ୍ତି, କାରଟା ତାଙ୍କ ସେଠି ଥୁଆ ହେଇଛି ଯାଇକି। ଆଉ ଏତେ ବାଟ ନହେଲେ ଫ୍ୟାମିଲି ସହ ଆଇଲା ବେଳକୁ ଦୁନିଆ ଖର୍ଚ୍ଚ ପଡିଯାଇଥାନ୍ତା। ନିଜ କାର ନା ଭଡାରେ? ନିଜ କାରରେ ଭଲ। ଗୁଜିଆ ଦାନ୍ତ ପଶିଯିବ, କାରଣ ଭ୍ୟାକ୍ସିନ କଣ ନେଇଥିବ କି ନ ନେଇଥିବ। ତାକୁ ଭ୍ୟାକ୍ସିନ ଦେଇ ସାରିଲା ପରେ ଯାଇ ବୁଲୁଛନ୍ତି। ମାଉସୀ ବି ତାଙ୍କର ଆଇଛନ୍ତି। ଆମର ଭାଇ ତାଙ୍କ ତ ନେଇକି ଯାଉଛନ୍ତି, ପସନ୍ଦ ଅଛି। ଭାଇ ଆଉ କଣ ଖରାପ ରେଟ୍, ଯୋଉ ରେଟ୍ ନେଲେ ଭଲ ରେଟ୍ ନା ଖରାପ ରେଟ୍? କେତେ କମ ରେ ନେଲେ? ଯୋଉ ରେଟ୍ ରେ ଆସିଥିଲେ ତାଠୁ କମ ନେଲେ ନା ଅଧିକା ନେଲେ? ବହୁତ କମ। ଆଉ ଆମର ଆପଣ ମାନେ ନୟାଗଡ଼ରୁ ବହୁତ ଭାଇ ମାନେ ଦେଖୁଛନ୍ତି, ତାଙ୍କୁ କଣ କହିବାକୁ ଚାହୁଁଛନ୍ତି? ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଭାଇଙ୍କ ଆଗ ଲାଇକ୍ ସବସ୍କ୍ରାଇବ କରନ୍ତୁ। ଆଉ ଆସନ୍ତୁ, ଏଠିକି ଆସିକି ନିଜେ ଚଏସ୍ ରେ ଦେଖନ୍ତୁ, କିମ୍ବା ଆଗୁଆ ବୁକିଂ କରନ୍ତୁ, ନେଇକି ଯାଆନ୍ତୁ। ବହୁତ ବଢିଆ ଅଛି। ବୁକିଂ ବି ଭାଇ କରିକି ଆସିନଥିଲେ? ନା, ବୁକିଂ ବି କରିନି। କାହିଁକି? ଜଣଙ୍କ ପାଇଁ ଆଇଥିଲା, ଆଉ ଜଣେ ନେଲେ। ଗୋଟେ କଲ୍ କଲି, କଲ୍ ଅନୁସାରେ ଖାଲି ଆସିଥିଲି। ଆଉ ଯୋଉ ଭାଇ ମାନେ କହୁଛନ୍ତି ନାଇଁ ଭାଇ ଫ୍ରଡ କରୁଛନ୍ତି, ଫ୍ରଡ ଅଛି ନା, କିଛି? କିଛି ଆପଣ ତ ଫ୍ରଡ୍ ନାହିଁ। ଆସିକି ଦେଖୁଛନ୍ତି, କିଛି ଫ୍ରଡ୍ ନାହିଁ। କିଛି ଫ୍ରଡ ଅଛି? ନା, କିଛି ଆଉ ନା ଦେଶୀ ଛୁଆ ନେଇକି ଯାଉଛି? ନା, ନା, ଲାବ୍ରାଡୋର ହିଁ ନଉଛି। କିଛି ଫ୍ରଡ୍ ନାହିଁ, କିଛି ନାହିଁ। କାହିଁକି ନା ନେଗେଟିଭ କମେଣ୍ଟ ତ ବହୁତ ଆସିବ। ବହୁତ ଆସିବ। ନେଗେଟିଭ କମେଣ୍ଟ ଆଇଲେ ବି ଆମେ ଭିଡିଓ କରିବା, ଯେମିତି ଲୋକଙ୍କୁ କମ୍ଫର୍ଟେବୁଲ, ଯେମିତି ଆମେ ଦବା ପ୍ରାଇସ ରେ ନବା, ଯେମିତି ତାଙ୍କୁ ଯେମିତି ସାଟିସ୍ଫାଇଡ ଲାଗିବ, ଯେମିତି ଭଲ ଲାଗିବ, ତାଙ୍କୁ ପୋଷେଇବ ଯେମିତି ଛୁଆଟା। ଆଉ ଭାଇ ନେଇକି ଛୁଆଟା ମିଶିଗଲାଣି। ଛୁଆକୁ ଭାଇ ଏଇକା ଛୋଟ ଛୁଆଙ୍କୁ ଟିକେ ଦୂର ରଖିବ, ଭ୍ୟାକ୍ସିନ ଦେଇ ସାରିଲା ପରେ ଯାଇ।
ভ্ୟାକ୍ସିନ ଟା ଦେଇଦେଲା ପରେ ତାକୁ ଛୋଟ ଛୁଆ ପକେଇଲେ କାମୁଲି ବିଷ ଧରିବନି କାହିଁ କହିଲ ବାହାର ଛୁଆ ନା ଆଉ 10 ଦିନ ପରେ ଭ୍ୟାକ୍ସିନ ଦବ ନାଇଁ ନାଇଁ ଭ୍ୟାକ୍ସିନ ତାର ମେଗା ଭ୍ୟାକ୍ସିନ ଦେଇଦବ ଭ୍ୟାକ୍ସିନ ଟା ଦେଇଦେଲେ ତାପରେ ଛୋଟ ଛୁଆ ପାଖକୁ କାଳେ ଦାନ୍ତ ଫାନ୍ତ ଲଗେଇଦବ ସିଏ ତାଙ୍କ ଆମ କୁକୁର ଦେଖ ଟ୍ରିଟମେଣ୍ଟ ରେ ପୁରା ରହୁଛନ୍ତି ଆମ କୁକୁର କୋଉଟା କଣ ହଉଛି କଣ ନାହିଁ ସେଇଟା ଆମେ ମୁଁ ପୁରା ଡିଟେଲ୍ସ ତାଙ୍କ କେୟାର ରେ ରଖୁଛି ଇଏ କଣ କଲା ବାହାର କୁକୁର ବୁଝିପାରୁଛ ମୁଁ ପ୍ରପରଲି କହୁଛି କାମୁଡ଼ିଲେ କାଳେ ବିଷ ଧରିପାରେ ତା ମାଆକୁ ସେ କେମିତି ରଖିଛି ଆମେ କଣ କହିପାରିବା କି ଭ୍ୟାକ୍ସିନ ଦେଲା ପରେ ତମେ ଭ୍ୟାକ୍ସିନ ଦେଇଦବ ତାପରେ ତମେ ଲାଗିବ କାମୁଡ଼ିଲେ ବି କିଛି ବିଷ ଧରିବନି ଏମିତି କରିବନି ହେଲା ଛୋଟ ଛୁଆ କାଳେ ତା ଦାନ୍ତ ଶୁଳି ହଉଥିବ ନା ଦାନ୍ତ ଲଗେଇଦବ ଆଉ କୁରି ମେଡିସିନ ଟା ପ୍ରପର ଦେବେ ମୁଁ କୁରି ମେଡିସିନ ଭାଇକି ଦେଖେଇ ଦେଇଛି ସେଠି କୁରି ମେଡିସିନ ଦେଲେ ତାର ମାନେ ଗ୍ରୋଥ ଟା ବଢିଆ ଆସିବ ହେଲା ତା ଝିଅ ପସନ୍ଦ ହଉଛି କଣ କହିନାହାନ୍ତି ଆମର ଚ୍ୟାନେଲରେ କୁହନ୍ତୁ କିଛି ଭଲ ଅଛି ଆଉ ଛୁଆ ଦେଖିଲା ଖୁସି ଲାଗିଲା ଆଉ ଭାବିକି ଆସିଥିଲେ ଛୁଆ ନେବେ ବୋଲି ଇଏ କିଏ ଭାଇ ଆପଣଙ୍କ ଝିଅ ଭାଣେଜୀ ଭାବିକି ଆସିଥିଲେ ଛୁଆ ନେବେ ବୋଲି ଭାବିକି ଆସିଥିଲେ ନେବେ ବୋଲି ମାଉସୀ ତାଙ୍କୁ ଡାକୁଛନ୍ତି ପଳଉଛି ଦେଖ କୋଉଠି ଥିଲୁ କୋଉଠିକି ଯିବୁ ଦେଖ ହଁ କହିଦେ କହିଦେ ଯିବୁ ଭରି କହିଦେ ତାଙ୍କର ନେଇକି ଯିଏ ଭାରି ଖୁସି ଅଛନ୍ତି ଛୁଆକୁ ଦେଖି ମାଉସୀ ଖୁସି ତ ବହୁତ ମାଉସୀ ମୁଁ ରଖିଦେଲି କୁକୁର ପରା ଏବେ ଅଛି ନା ନାହିଁ କଣ କରିବା ହେଟା ଭାଗ୍ୟବଶତ କଥା ମରିଗଲା ଆଉ ମୋର ଯେମିତି ଗୋଟେ ମାକ୍ସି ମରିଗଲା ବହୁତ କାନ୍ଦିଛୁ ଏବେ ସବୁ ଯାକ 15 ଦିନ ହବ ସେଥିପାଇଁ ଆଉ ଗୋଟେ ଓ 15 ଦିନ ହେଲା 15 ଦିନ ହେଲା ମୋ ଘରେ ଚୁଲି ଜଳୁନି କିନ୍ତୁ ଥିଲା ହଁ ମୁଁ ଯଦି ଚୁଲି ଲଗେଇ ମୋ ଶାଢୀ ଭିଡିକି ଆଣି ମୋ ଘରେ ଆହାରି ହବ ମାନେ ସେ ମିଶି ଏମିତି ନୁହଁ ଯେ ଭାଇ ସେ ମନକୁ ଶିଖିଯିବେ ତାଙ୍କୁ ମାନେ ମିଶିଗଲେ ଫ୍ୟାମିଲି ସହିତ ସେ ପୁରା ସେମିତି କରିବେ ରୋଷେଇ କରିବି ଏମିତି ଲେଖି ହେଇକି ବସିବ ଘୁଚୁରୁ ଟିକେ ଏମିତି ଚାହିଁ ଦବ ଟିକେ କରିବ ପୁଣି ଲେଖି ହେଇକି ବସିଥିବ ଏମିତି ନା ତା ନାଁ ଯାହା ଦେଇଥିଲା ଆ ନାଁ ବୋଧେ ସେଇଆ ଦେବେ ମୁଁ ଭାବୁଛି ସିଓର ସେଇଆ ଠିକ ମାଉସୀ ମାଉସୀ କହି କହି କାନ୍ଦି ପକଉଛନ୍ତି ସିଆଡେ ହଉ ମୁଁ ଗୋଟେ ଖାଲି ହଁ ସେଇଠି ଥାଉ ନାଇଁ କିଛି ଅସୁବିଧା ନାହିଁ ସେ ସେମିତି ଥାଉ ଡିକି ଦେଇଦେଲେ ହେଇଯିବ ଆଉ ଛାଡିଦିଅ ହଁ ବନ୍ଦ କରିଦିଅ ଚୁଇଁ ଆପଣ ତମେ ଯାଅ ଘରେ ଆଉ ହେଲା ସେଇପଟେ ବାଟରେ ପଳେଇବ ହେଲା ଏଇଟା ହচ্ছে ହସ୍ପିଟାଲ ଜିମ୍ ହେଲା ହସ୍ପିଟାଲ ଜିମ୍ କହିతే ମୋର ଜଣେ ଭାଇ ଆଇଛନ୍ତି ସବସ୍କ୍ରାଇବର ଭାଇ ଜଣେ ଆଇଛନ୍ତି ମାନେ ୟୁଟ୍ୟୁବରେ ଭିଡ଼ିଓ ଦେଖନ୍ତି ସବସ୍କ୍ରାଇବର ଭାଇ ଜଣେ ଆଇଛନ୍ତି ସିଏ ଆସିଥିଲେ ଗୋଟେ କୁକୁର ନେବାକୁ ତାଙ୍କର ଗୋଟେ ଫିମେଲଟା ଦରକାର ଥିଲା ଭଲ ମାନେ ଶସ୍ତାରେ ଭଲ ପ୍ରାଇସରେ ମାନେ ପୁରା କମ୍ ପ୍ରାଇସରେ ଭଲ ଛୁଆଟେ ନେଉଛନ୍ତି ଆଉ ଛୁଆଟା 35 ଦିନ ହେଇଛି ଭାଇ ପୁଣି ଆଇଛନ୍ତି ମୋ ପାଇଁ ଗୋଟେ କଣ ମାନେ ମିଠା ନେଇକି ଆଇଛନ୍ତି ଆକ୍ଚୁଆଲି ମୁଁ ମିଠା ଛାଡ଼ି ଦେଇଛି କିନ୍ତୁ ଭାଇ ନେଇକି ଆଇଛନ୍ତି ଛାଡ଼ ସେଇଟା ବହୁତ ବଡ଼ କଥା ଆଉ ଭାଇ ଜୟ ଜଗନ୍ନାଥ ଭାଇ ମୋର କୋଉଥିରେ ଦେଖ ଭିଡ଼ିଓ ୟୁଟ୍ୟୁବରେ ଦେଖ ଟିଆଟେ ଦେଖ ଛୁଆ ଆପଣ ଆସିଥିଲେ କୋଉଠୁ କଟକ ବିଡ଼ାନାସୀ ମୋ ଭିଡ଼ିଓ ଭଲ ଲାଗେ ଆପଣଙ୍କୁ ଭଲ ଲାଗେ ମାନେ ଟ୍ରଷ୍ଟ ହେଲା ଛୁଆ ତମେ ଦେଖେ ଟ୍ରଷ୍ଟ ହେଲା ଆପଣ ମାନେ ପ୍ରାଇସ୍ କେମିତି କଣ ନେଲେ ଭଲ ପ୍ରାଇସ୍ ନା ଭଲ ପ୍ରାଇସ୍ ନେଲେ ଛୁଆ ଭଲ ଅଛି ଛୁଆ ଦେଖିକି ଖୁସି ଲାଗିଲା ନା ଭଲ ଲାଗୁନି ଛୁଆଟା ବି ଭଲ ଛୁଆଟା ଅଛି ମାନେ ପଇସା ଯେମିତି କ୍ୱାଲିଟି ଯେମିତି ଏଇଟା ସିଙ୍ଗଲ ବୋଣ୍ଡ ରହିବ ଲାବ୍ରାଡୋର ମାନେ ଡବଲ ବୋଣ୍ଡର ପ୍ରାଇସ୍ ଟିକେ ବହୁତ ରହିବ କାରଣ ବେପାରୀଙ୍କ ପାଖେ ଛୁଆ ବହୁତ ରେଟ୍ ନହେଲେ ତ ଆକୁ ତ ଆହୁରି କମ୍ ରେଟ୍ ନେଇ ଆସିଥାନ୍ତି ଏ ଗୋଟେ ଆସିଥିଲେ ଗୋଟେ ହ୍ୱାଇଟ୍ କଲର ଲାବ୍ରାଡୋର ଦିଆଯାଇଥିଲା କେତେ ଟଙ୍କାରେ ବ୍ଲାକ୍ କଲର ବି ଦିଆଯାଇଥିଲା ଗୋଟେ 3500 ଦିଆଯାଇଥିଲା ସେ କେମିତି କ୍ୱାଲିଟି ଥିଲା ଆଠୁ ଭଲ କ୍ୱାଲିଟି କିନ୍ତୁ ସେ ଘରୋଇ ଲୋକ ଇଏ ତ ବେପାରୀ ଆଉ ଭାଇ ନେଇଛନ୍ତି ଭଲ ପ୍ରାଇସରେ ବି ନେଇଛନ୍ତି ଆଉ କଣ କହିବାକୁ ଚାହିଁବ ଭଲ ଲାଗିଲେ କଣ୍ଟାକ୍ଟ କରନ୍ତୁ ଭଲ ଛୁଆ ସବୁ ରଖିଛନ୍ତି ଆସିକି ନିଅନ୍ତୁ ଆଉ ଭାଇ ତାଙ୍କର ନେଇକି ଯାଉଛନ୍ତି ଛୁଆଟା ପୁରା ମଣିଷ ଛୁଆ ଭଳିଆ ଧରିକି ବସିଛନ୍ତି ଭାଇ ପୁଣି ମୋ ପାଇଁ ମିଠା ସେଠି ନେଇକି ଆସିଛନ୍ତି ସାଙ୍ଗମାନେ ଆଉ ସେଥିପାଇଁ ବହୁତ ବହୁତ ଧନ୍ୟବାଦ କଣ ଖାଇବ ତମେ ଚାଲୁନା କଣ ଖାଇକି ଯିବ ଆଉ ଖାଇକି ନେଇକି ତ ଆଇଛ ମୋ ପାଇଁ ଖାଇକି ତ ଯାହାହେଲେ ଯିବ ଛୁଆଟା ଥରିବ ତାକୁ ବାସ୍କେଟରେ ନେଇଯାଏ ଭାଇ ବାସ୍କେଟରେ ନେଇଯାଏ କାରଣ ମୁଁ ବି ମନେ ନାହିଁ ଗୋଟେ ବାସ୍କେଟ ଆଣିବାକୁ ମୁଁ କହିଲି ଭାଇ ତ ନେବେ ଗୋଟେ ମେଲଟା ନେଇ ଆଇଲି ତା ଦେହରେ ଗୋଟେ ଆକ୍ଚୁଆଲି ଗୋଟେ ମେଲ ଛୁଆଟା ଅଛି ପେଟିରେ ପୁରେଇକି ଯାଉଛି ମେଘଟା ବି ପ୍ରବଳ ଜୋରେ ମେଘ ଆଉଛି ବାଦଲ ଦେଖ ଚାଲିଛି ପ୍ରବଳ ଆଉ ମୁଁ ଏକା ଯାଉଛି ଭାଇ ଆଉ ଦେଖାହବା ଆଉ କେବେ ଫୋନରେ କଥା ହବ ଛୁଆ ଯାହା ଡିଟେଲ୍ସ ମୁଁ କହିଦେବି ହେଲା ଯାହା ଦବା କଥା ଦବ ସେମିତି ବାଗେଇକି ଆଉ ହେଲା ସାଙ୍ଗମାନେ ଯୋଉ ଭାଇ ମତେ ଆଣିକି ହସ୍ପିଟାଲରୁ ମୋଠୁ ଛୁଆ ନେଇକି ଗଲେ ମୁଁ କହିଲି ଆଣିଥିଲେ ନୁହଁ ଯୋଉ ଭାଇ ମତେ ହସ୍ପିଟାଲରୁ ଲାବ୍ରାଡୋର ଫିମେଲଟା ନେଇକି ଗଲେ ଯୋଉ ଛୁଆଟା ସେ ଛୁଆର
ନେଇକି ଯୋଉ ଯାଇଥିଲେ ମତେ ମୋ ପାଇଁ ଆଣିକି ଆସିଥିଲେ ମିଠା ନେଇକି ଆସିଥିଲେ। ଆକ୍ଚୁଆଲି ମୁଁ ମିଠା ଖାଇବା ଛାଡି ସାରିଲାଣି, କାରଣ ମିଠା ଖାଇବାରେ ସ୍କିନ୍ ଟା ବହୁତ ମାନେ ଅଡ୍ ଦେଖାଯିବ। ମିଠା ସେଥିପାଇଁ ମୁଁ ଖାଇବା କମେଇ ସାରିଲାଣି। କିନ୍ତୁ ହେଲେ ବି ସେ ମତେ କହିଲେ ଯେ ଭାଇ ତମେ ଏଇଥର ଖାଇଦିଅ, ଆରଥରକୁ ଛାଡିଦବ। ବହୁତ ଭଲ କଥାଟା କହିଲେ। କିନ୍ତୁ ମୋ ପାଇଁ ମିଠା ନେଇକି ଆସିଛନ୍ତି। ମୁଁ ବି ଦେଖଉଛି ଭାଇ ଯୋଉ ମିଠା ଆଣିକି ଆସିଥିଲେ ଆପଣ ମାନଙ୍କୁ ଦେଖଉଛି ସେ କେମିତି ମିଠା ନେଇକି ଆସିଥିଲେ ମୋ ପାଇଁ। ଆଉ ମାନେ ଆପଣଙ୍କୁ ଧନ୍ୟବାଦ ଜଣାଉଛି ଯେ ମୋ ପାଇଁ ମିଠା ନେଇକି ଆଇଛନ୍ତି। କିନ୍ତୁ ମିଠା ଆଣିକି ଆସିବେନି, ମୁଁ ମିଠା ଛାଡି ସାରିଲାଣି। ଆପଣ ମାନଙ୍କୁ ଦେଖଉଛି ଚାଲ। ମିଠା ନେଇକି ଆଇଛନ୍ତି, ମାନେ କି ସୁନ୍ଦର ମିଠା ହେଇଛି, ବହୁତ ବଢିଆ ସୁନ୍ଦର ମିଠା ହେଇଛି। ଭାଇଙ୍କ ପାଇଁ ବି ଭାଇ ନେଇକି ଆଇଛନ୍ତି ତ ହୁଏ ମୁଁ ଖାଇବି। ଭାଇ କହିଛନ୍ତି ମାନେ ମୁଁ ଖାଇବି ହେଲା। ଦେଖନ୍ତୁ ମିଠା ଦେଖଉଛି, ଦେଖନ୍ତୁ ମିଠା କେନ୍ତା ନେଇକି ଆଇଛନ୍ତି ହେଲା। ମିଠା ନେଇକି ଆଇଛନ୍ତି ଭାଇ ମୋ ପାଇଁ, ଦେଖଉଛି ମିଠା ଦେଖ ନେଇକି ଆଇଛନ୍ତି ମୋ ପାଇଁ। ମୋ ପାଇଁ ମିଠା ନେଇକି ଆଇଛନ୍ତି ତାର ତ ମୁଁ ନିଶ୍ଚିନ୍ତ ଖାଇବି। ନା ନଙ୍ଗା ଟେଷ୍ଟ ଲାଗୁଛି। ଆଉ ମିଠା ମୁଁ ଛାଡି ସାରିଲାଣି, କିନ୍ତୁ ତଥାପି ମୁଁ ଖାଉଛି। ଆଉ ଯାଉ ନେଇକି ଆସିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ। ଆଉ ଭଲ ପାଇବା ଏତେ ଦେଉଥିବାରୁ, କାରଣ କୁକୁର ଛୁଆ ନବାକୁ ଆସିଥିଲେ ପ୍ଲସ ମୋ ପାଇଁ ନେଇକି ଆଇଛନ୍ତି ବି ମିଠା ନେଇକି ଆଇଛନ୍ତି। ବହୁତ ବହୁତ ଧନ୍ୟବାଦ ଭାଇ। ମାନେ ଆପଣଙ୍କ ଖୁସି ପାଇଁ ମୁଁ ମିଠା ବି ଖାଇଲି ହେଲା। ଆଉ ଚାଲନ୍ତୁ ଆଗକୁ ଯିବା, ଭିଡିଓ ଦେଖିବା କଣ ହେଇଛି କଣ ନାହିଁ। ଆଉ ମିଠା ସାଙ୍ଗମାନେ ଆପଣମାନଙ୍କୁ ଭିଡିଓ ମୋର କେମିତି ଲାଗିଲା? ଆଶା କରୁଛି ଆପଣମାନଙ୍କୁ ମୋ ଭିଡିଓ ବହୁତ ଭଲ ଲାଗିଥିବ। ଆଉ ସେମିତି ଆପଣମାନେ ଯୋଉ ଭାଇମାନେ ଆସି କୁକୁର ଛୁଆ ନେଇକି ଯାଉଛନ୍ତି, ଆପଣମାନେ ବି ଆସି କୁକୁର ଛୁଆ ନେଇକି ଯାଆନ୍ତୁ। ମୁଁ କହିଛି ଯେତେବେଳେ କୁକୁର ଛୁଆ ନେବେ ଆପଣ ଆଡଭାନ୍ସ, ମୁଁ କାହିଁକି କୁହେ ନା ଆଡଭାନ୍ସ ମୁଁ ସେ ଛୁଆ ଆଣିଥିଲି, ଜଣେ ନେଇଥାନ୍ତେ ଆମ କାକଟପୁରରେ ଜଣେ ନେଇଥାନ୍ତେ, କିନ୍ତୁ ସେ ଖେଳିଲେ ମୁଁ କହିଲି ଆଡଭାନ୍ସ ଟା ପଠେଇ ଦିଅ ଭାଇ, ସେ ଛୁଆ ଆଇଛି ମାନେ କମରେ ପଳେଇବ। ସେ ପଠେଇଲେନି, ବିଶ୍ୱାସ ତାଙ୍କର ପାଇଲାନି। ବିଶ୍ୱାସ କର ଭାଇ, ମୁଁ ସୋସିଆଲ ମିଡିଆରେ କାମ କରୁଛି, ମୁଁ ଯଦି କାହାକୁ 1000 ଟଙ୍କା ଠକିବି ମୋର ତ ସାଢେ ପଇସା ପଳେଇବ, ଛାଡ ସିଏ ତ ଦୋସରା କଥା। ମୁଁ ତ ଯଦି ପଇସା ପାଇଥାନ୍ତି ମୁଁ ଆପଣମାନଙ୍କୁ ଛୁଆ ତ ତାହେଲେ ତା ଦେହରୁ ଖାଇ ଦେଇଥାନ୍ତି ପଇସା ଆଣିକି। ମୁଁ ଆଡଭାନ୍ସ ମାଗେ, କାହିଁକି ନା ଆଡଭାନ୍ସ ପକେଇଲେ ସେ ଛୁଆଟା ଆପଣଙ୍କ ପାଇଁ ମୁଁ ରଖିଦେବି, ସେଥିପାଇଁ ଆଡଭାନ୍ସ ମାଗେ। ଏଇଆ ନୁହଁ ଯେ ଆଡଭାନ୍ସ ଟା ମୁଁ ନେଇଯାଏ, ସେଥିପାଇଁ ଆଡଭାନ୍ସ ଟା ମାଗେ। ଯୋଉ ଭାଇ ମାନେ ନବାକୁ ଚାହୁଁଛନ୍ତି ଆଡଭାନ୍ସ ଟା ପକେଇକି ଆସିଲେ, କାହିଁକି ନା ଛୁଆଟା ଆପଣମାନଙ୍କ ପାଇଁ ରଖିଦେବି। ଏଠି ସିଏ ଜଣେ ନେଇଗଲେ, ସିଏ ସେତିକିବେଳେ କଥା ହଉଛନ୍ତି ମୋ ପାଖେ, ନୟାଗଡ଼ରୁ ଆଇଛନ୍ତି ନବାକୁ। ସେ କାକଟପୁର ଯୋଉ ଭାଇ, ତାଙ୍କ ବାପା ଫୋନ ଧରିଥିଲେ, କହିଲେ ସେ ଛୁଆ ତ ଜାଣିନାହାନ୍ତି ରେଟ୍ ବିଷୟରେ। ମୁଁ ତାଙ୍କୁ କହିଲି ଭାଇ ଏତିକି ରେଟ୍ ଅଛି ପୁରା ଶସ୍ତା ନା। ସିଏ ତ ରେଟ୍ ବିଷୟରେ କିଛି ଜାଣିନାହାନ୍ତି, ଆପଣ ରେଟ୍ ଆହୁରି କାଟିକି ଦିଅନ୍ତୁ। ମାନେ ସେ କହୁଛନ୍ତି 2000 ଟଙ୍କା। 2000 ଟଙ୍କା ମୁଁ କୋଉଠୁ କୁକୁର ଛୁଆ ଆଣିବି? ମୁଁ ତ 3500 ବି ଦେଇଥିଲି। କାରଣ ଏବେ ଯାହା ଆଣିବି ବି ଅଧିକା ରେଟ୍ରେ ଆଣିବି, କାରଣ ରେଟ୍ କମରେ ନାହିଁ, କାରଣ ବେପାରୀଙ୍କଠୁ ଆଉଛନ୍ତି। ଟଙ୍କା 1500 ଟଙ୍କା ଏକ୍ସଟ୍ରା ରହୁଛି, ମୁଁ କଣ କରିପାରିବି? ତାଙ୍କ ପାଖରେ ରେଟ୍ ରହୁଛି ନା। ଘରୋଇ ଲୋକ ଆଣିଥିଲେ ମୁଁ କହିଛି ରେଟ୍ କମରେ ଦେଇଦେବି। ଆଉ ସବୁବେଳେ ସମାନ ନଥାଏ, ଆମର ତ 5 ଆଙ୍ଗୁଠି ସମାନ ନାହିଁ। କୋଉ ଆଙ୍ଗୁଠିଟା ବଡ, କୋଉ ଆଙ୍ଗୁଠିଟା ଛୋଟ ଦେଖାଉଛି। ସେମିତି କେତେବେଳେ କୋଉଟା ଆଉଛି ସେଟା କହିପାରିବାନି ଆମେ କଣ କହିପାରିବା? ଯେତେବେଳେ ଘରୋଇ ଲୋକରୁ ଅଛି ମୁଁ ରେଟ୍ କମ କରିଦେଇଦେବି। ଆଉ ବେପାର ହେଲେ ମୁଁ କୋଉଠୁ ରେଟ୍ କମ କରିଦେବି? ଆଉ ସେ ଭାଇ ସେତେବେଳେ ପଇସା ପଠେଇଲେନି, ଖେଳିଲେ। ଯେତେବେଳେ ସେ ଭାଇ ଆସିକି ନୟାଗଡ଼ରୁ ଆସିଗଲେଣି କୁକୁର ନେବାକୁ, ପଇସା ପଠେଇନାହାନ୍ତି, କହିଲେ ଭାଇ ମୁଁ ନେବି, କୁକୁର କାହାକୁ ଦିଅନି। ଲୋକେସନ ମାଗିଲେ, ଲୋକେସନ ମାଗିକି ନଖରା ପଟେ ବୁଲିକି ଯାଇଛନ୍ତି। ହସ୍ପିଟାଲ ପଟେ ବୁଲିଥିଲେ ଆହୁରି କମ ପଡିଥାନ୍ତା, ନଖରା ପଟେ ବୁଲିକି ଯାଇଛନ୍ତି। ଆସିଲେଣି ଭାରି, ଘରେ ପହଞ୍ଚିଲେ। ସେ ଯାଇଁଲେ, ସେ ଘରେ ପହଞ୍ଚିଲେ, ସେ କହୁଛନ୍ତି ତାଙ୍କୁ ଫେରେଇ ଦିଅ, ମୁଁ ପଇସା 1000 ଟଙ୍କା ଏକ୍ସଟ୍ରା ଦେବି, ମୁଁ ଛୁଆ ନେବି। ସେମିତି ମୁଁ ତ ଯଦି ଅଧିକା ଟଙ୍କାରେ ରଖିଦିଅନ୍ତି, ତାହେଲେ ତ ମୁଁ କାଇଁ କମରେ କାଇଁ ଦିଅନ୍ତି? ମୁଁ ତ ଅଧିକା ବିକି ଦିଅନ୍ତି। ମୁଁ ତ ଆଣନ୍ତି ଯେତିକି ରେଟ୍ରେ, ମୁଁ ତା ଦେହରୁ ଟଙ୍କା 2000 3000 ଅଧିକାରେ ବିକିଦେଲେ ମୁଁ ଲାଭ ପାଇଯାନ୍ତି। ମୁଁ ଚାହୁଁଛି ଆପଣମାନଙ୍କୁ କେମିତି ପ୍ରଫିଟରେ ରହିବି, ମାନେ କମରେ ପାଇଯିବେ ଛୁଆ। ସେଇଟା ମୋର ବି ଭାବିବା ଭୁଲ। ଆଉ ସେମିତି ଫେରା ହୁଏନି। ଯୋଉ ଯିଏ ଆସିଗଲେ କୁକୁର ଛୁଆ ନେବାକୁ, ତାଙ୍କୁ ମୁଁ ଫେରେଇ ପାରିବିନି। ସେ ନେଇକି ଗଲେ ମାନେ ସେ କହିକି ଆଇଛନ୍ତି, ଫେରି ନେଇକି ଯିବେ। ଆଉ ସେମିତି ଆପଣମାନେ ବୁକିଂ କରିକି ଆଇଲେ, ସେ ଆପଣମାନଙ୍କ ପାଇଁ ଛୁଆ ରଖିଦେବି। ଆଉ ଭରସା ଯଦି ମୋର ପାଉନି, ମୋର ସବୁ ଭିଡିଓ ଯାଇକି ଫୁଲ ଦେଖନ୍ତୁ, ଇନଷ୍ଟାଗ୍ରାମରେ ଦେଖନ୍ତୁ। ଇନଷ୍ଟାଗ୍ରାମରେ ଯୋଉ ଭାଇମାନେ ଦେଖୁଛନ୍ତି, ସେ ଭିଡିଓଟା କଣ ନା, ଯୋଉ ଭାଇ ମାନେ ଆସୁଛନ୍ତି, ମାନେ କୁକୁର କୋଉଠୁ ଆଉଛନ୍ତି ସେଇଟା ପଡୁଛି, ନବାଟା ୟୁଟ୍ୟୁବରେ ପଡୁଛି। ଆଉ ଯଦି ଯୋଉ ଭାଇ ମାନଙ୍କର ଦରକାର, ଟୋଟାଲି ୟୁଟ୍ୟୁବରେ ଦେଖନ୍ତୁ, ଆଉ ତା ଉପରେ ଭରସା କରନ୍ତୁ ହେଲା। ଜୟ ଜଗନ୍ନାଥ।